ଯେତେବେଳେ ବି ଆମେ ଅମ୍ଳ ବିଷୟରେ କିଛି ନା କିଛି ଆଲୋଚନା କରୁଛନ୍ତି ତାହା pH ସହିତ ଜଡ଼ିତ। ତେବେ pH କ'ଣ? ତେବେ ଜାଣି ରଖ ଏହି pH କୁ ବ୍ୟବହାର କରି ଆମେ କେଉଁ ପଦାର୍ଥଟି ଅମ୍ଳୀୟ ଏବଂ କେଉଁ ପଦାର୍ଥଟି କ୍ଷାରୀୟ ସେ ବିଷୟରେ ଜାଣିଥାନ୍ତି। ତେବେ ଏଇଠି ମୁଁ କିଛି ଉଦାହରଣ ଗୁଡ଼ିକ ନେଇଛି ଏବଂ ଏହି ଉଦାହରଣ ଗୁଡ଼ିକର ସମସ୍ତଙ୍କୁ ତୁମେ ଲକ୍ଷ୍ୟ କରିପାରୁଥିବ ସମସ୍ତଙ୍କର କିଛି pH ଭ୍ୟାଲ୍ୟୁ ଅଛି। ଠିକ୍ ଅଛି। ତେବେ କେଉଁଟି ଅମ୍ଳ ବା କେଉଁଟି କ୍ଷାରୀୟ ତେବେ ଆମେ ଏହି pH ମୂଲ୍ୟକୁ ନେଇ ଜାଣିପାରିବା। ତେବେ pH ର ଅର୍ଥ ବାସ୍ତବିକ ଭାବରେ ଇଂରାଜୀରେ ଯଦି ଆମେ କହିବା ପାୱାର ଅଫ୍ H କହିପାରିବା, ପୋଟେନ୍ସିଆଲ ଅଫ୍ H କହିପାରିବା କିମ୍ବା କ୍ୟାପାସିଟି ଅଫ୍ H କହିପାରିବା। H ର ଅର୍ଥ H ପ୍ଲସ୍ ଆୟନକୁ ବୁଝାଉଛି। ଠିକ୍ ଅଛି। ଯାହାକୁ ଯଦି ଆମେ ଓଡ଼ିଆରେ କହିବା ତାର ଅର୍ଥ ହାଇଡ୍ରୋଜେନର କ୍ଷମତାକୁ pH ବୋଲି କୁହାଯାଇଥାଏ। ଏବଂ ଯେଉଁ ଦ୍ରବଣରେ pH ର ମୂଲ୍ୟ ଯେତେ କମ୍ ତାର ଅମ୍ଳୀୟ ଗୁଣ ଗୁଡ଼ିକ ଅଧିକ ଏବଂ ଯେଉଁଥିରେ pH ର ମୂଲ୍ୟ ଅଧିକ ତାର କ୍ଷାରୀୟ ଗୁଣ ଅଧିକ। ତେବେ ଏହାକୁ ସୋରେନସେନ୍ ନାମକ ଜଣେ ବୈଜ୍ଞାନିକ ଏକ ସ୍କେଲ ମାଧ୍ୟମରେ ଦର୍ଶାଇଥିଲେ। ଏହି ସ୍କେଲଟିକୁ ଲକ୍ଷ୍ୟ କର। ଏଇ ଯେଉଁ ସ୍କେଲଟି ଅଛି ଏହା 0 ଠୁ ଆରମ୍ଭ କରି 14 ପର୍ଯ୍ୟନ୍ତ ଅଛି। ଠିକ୍ ଅଛି। ମଝିରେ ଦେଖ ଗୋଟେ ଲାଇନ୍ ଅଛି ବା ଗୋଟେ ଗାର ଅଛି ଯାହାକୁ 7 ବୋଲି ମୁଁ ଲେଖିଛି ପ୍ରଶମନ। ଏହାର ଅର୍ଥ ଏହା ନ୍ୟୁଟ୍ରାଲ ବା ପ୍ରଶମିତ ଅବସ୍ଥାରେ ଅଛି। ଯେମିତିକି ଏହାର ଉଦାହରଣ ହେଉଛି ଜଳ। ଠିକ୍ ଅଛି। ଯଦି ଆମେ ବିଶୁଦ୍ଧ ଜଳ ନେବା ତାର pH ର ମୂଲ୍ୟ ହେଉଛି 7। ନା ତ ସିଏ ଅମ୍ଳୀୟ ନା ତ ସିଏ କ୍ଷାରୀୟ। କିନ୍ତୁ ଯଦି 7 ରୁ କମ୍ ଆଡ଼କୁ ଯିବା ଏଇଠି ତୁମେ ଲକ୍ଷ୍ୟ କର H ପ୍ଲସ୍ ଆୟନର ଗାଢ଼ତା ବଢ଼ି 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 ଯାଉଛି। ତେବେ H ପ୍ଲସ୍ ଆୟନ ଯେତେ ଅଧିକ ବଢ଼ୁଛି ତାର ଅମ୍ଳୀୟ ପ୍ରକୃତି ମଧ୍ୟ ସେତେ ବଢ଼ୁଛି। ଠିକ୍ ଅଛି। ଏଇଠି ତୁମେ ଲକ୍ଷ୍ୟ କର 7 ର ତଳକୁ ଯାହା ବି ଅଛି ଲେମ୍ବୁ ରସ ତାର pH ହେଉଛି 2। ଏହା ଅମ୍ଳୀୟ। ଅଙ୍ଗୁର ଜୁସ୍, ସୋଡ଼ା, ଟମାଟୋ ଜୁସ୍ ଏଗୁଡ଼ିକର pH 2.5 ରୁ 3.5 ମଧ୍ୟରେ ରହୁଛି। ଏହା ମଧ୍ୟ ଅମ୍ଳୀୟ। କଳା କଫି pH 5 ଅମ୍ଳୀୟ। କ୍ଷୀର, ପରିସ୍ରା, ଲାଳ ଇତ୍ୟାଦି pH 6.3 ରୁ 6.6 ଯାହା ମଧ୍ୟ ଅମ୍ଳୀୟ। ତେବେ H ପ୍ଲସ୍ ଆୟନର ମୂଲ୍ୟ H ପ୍ଲସ୍ ଆୟନର ଗାଢ଼ତା ଯେତେ ବଢ଼ି ବଢ଼ି ଯିବ ତାର ଅମ୍ଳୀୟ ପ୍ରକୃତି ସେତେ ବଢ଼ି ବଢ଼ି ଯିବ ଏବଂ pH ମୂଲ୍ୟ କମି କମି ଯିବ 7 ରୁ 0 ଆଡ଼କୁ। ଏବଂ ତାର ଠିକ୍ ବିପରୀତ ଦିଗରେ ଯଦି OH ମାଇନସ୍ ଆୟନର ଗାଢ଼ତା ବଢ଼ି ବଢ଼ି ଯାଉଛି ଅର୍ଥାତ୍ H ପ୍ଲସ୍ ଆୟନର ଗାଢ଼ତା କମି 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 ଯାଉଛି ତାହେଲେ ଆମେ କହିପାରିବା ସେହି ଦ୍ରବଣର କ୍ଷାରୀୟ ପ୍ରକୃତି ବଢ଼ୁଛି। ଠିକ୍ ଅଛି। ତେବେ ଆମେ କହିପାରିବା H ପ୍ଲସ୍ ଆୟନର ଗାଢ଼ତା ଉପରେ pH ସ୍କେଲ୍ ନିର୍ଭର କରୁଛି। H ପ୍ଲସ୍ ଏବଂ OH ମାଇନସ୍ ଆୟନ ଗୁଡ଼ିକର ଗାଢ଼ତାର ପରିବର୍ତ୍ତନ ଯେମିତି ହେବ pH ର ପରିବର୍ତ୍ତନ ଠିକ୍ ସେହିପରି ହୋଇଥାଏ। ଏଇଠି ଆମେ କିଛି ନିତିଦିନ ବ୍ୟବହାର କରୁଥିବା ଉଦାହରଣ ଗୁଡ଼ିକୁ ନେଇଛନ୍ତି। ବେକିଂ ସୋଡ଼ା ଯେମିତିକି ତାର pH ହେଉଛି 9.5 ଯାହାକି କ୍ଷାରୀୟ ଅଟେ। ସମୁଦ୍ର ପାଣି pH 8 ଯାହାକି କ୍ଷାରୀୟ ଅଟେ। ଠିକ୍ ଅଛି। ଆମୋନିଆର ଦ୍ରବଣ pH 10.5 ରୁ 11.5 ଯାହାକି କ୍ଷାରୀୟ ଅଟେ। ତେଣୁ ଆମେ କହିପାରିବା 1 ରୁ 7 ମଧ୍ୟରେ ଯଦି pH ର ମୂଲ୍ୟ ଆସିଲା ତାହେଲେ ତାହା ଅମ୍ଳ, 7 ରୁ 14 ମଧ୍ୟରେ ଯଦି pH ର ମୂଲ୍ୟ ଆସିଲା ତାହେଲେ ତାହା ହେଉଛି କ୍ଷାର। ତେବେ ଏହିପରି ଭାବରେ pH କୁ ବ୍ୟବହାର କରି ବା pH ମୂଲ୍ୟ ବ୍ୟବହାର କରି ଆମେ କେଉଁ ଦ୍ରବଣଟି ଅମ୍ଳୀୟ କେଉଁଟି କ୍ଷାରୀୟ ଏସବୁକୁ ବିବାହୀକରଣ କରିପାରିବା। ଠିକ୍ ଅଛି। ତାହେଲେ ଅମ୍ଳ କ୍ଷାର ଚିହ୍ନିବା ପାଇଁ pH ନିତାନ୍ତ ଆବଶ୍ୟକ।